ହ୍ୟାଲୋ। ହଁ ହ୍ୟାଲୋ। ଭାଉଜ କଣ କରୁଛ? ହଁ ଏଇଠି ବସିଛି ଏକା ଆଉ ଭାଇ ତ ନାହାନ୍ତି ଆଉ। ଭାଇ ନାହାନ୍ତି? ଏକୁଟିଆ ଅଛ ନା। ଏବେ? ହଁ ଏକୁଟିଆ ବସିଛି ଆଉ। ମୁଁ ଯିବି? ହଁ ତମର ଯଦି ଇଚ୍ଛା ଅଛି ଆସ। ଗଲେ ଗିହିବାକୁ ଦବ କି? ହଁ ମୋର ତ ଇଚ୍ଛା ଅଛି ତମେ ଯଦି ଆସିବ ଆସ। ଆଉ ଭାଉଜ ମୁଁ ଗିହିବି ମାନେ ପୁରା ବିହା ମେଲା କରିଦେବି। ମାନେ କେମିତି? ମୁଁ ଭାଉଜ ଗିହିବି ମାନେ ମୋର ବଡ ଭାଣ୍ଡ। ଆଉ ମୁଁ ଗିହିବି ମାନେ ପୁରା ନନଷ୍ଟପ ଗିହିବି ତମ ବିହା ମେଲା କରିଦେବି। ସମ୍ଭାଳି ପାରିବଟି? ହଁ ପାରିବି। ଆଉ ଖାଲି ଗଲେ ଗିହିବି ଆଉ କିଛି ତମେ କରିବନି? ହଁ ତମେ ଆସିଲେ ମୁଁ ଫାଷ୍ଟ ତମ ଲଲିପପକୁ ମାର୍କ କରି ହଲି ହେଲି ଫାଷ୍ଟ ଠିଆ କରିଦେବି। ଆଉ ତାପରେ ତାକୁ ପୁରା ଚାଟିକି ନାଲି ପକେଇଦେବି। ତା ନାଲି ପକେଇଦବ? ହଁ ପୁରା। ଆଉ ତମେ କଣ କରିବ ଆସିଲେ? ମୁଁ ତ ଯିବି ମାନେ ବହୁତ କିଛି କରିବି। ମୁଁ କହିବି ଫାଷ୍ଟ କଣ କରିବି ମୁଁ? କଣ କଣ ସବୁ କରିବ? ଫାଷ୍ଟ ତମକୁ ଆଗ ଗଦି ଉପରକୁ ଠେଲିଦେବି। ହୁଁ। ଠେଲି ଦେଲା ପରେ ତମ ଦୁଧକୁ ଆଗ ବହେ ଚିପିବି। ତାପରେ? ତମ ଦୁଧକୁ ବହେ ଚିପି ତାପରେ ତମ ବ୍ଲାଉଜ ଟାକୁ ଖୋଲି ତମ ବ୍ରା କାଢିକି ଦୁଧକୁ ସେ ବ୍ରା ସହ ବହେ ଚିପିବି। ତାପରେ ସେ ବ୍ରା ଟାକୁ କାଢି ତମ ଦୁଧକୁ ବହେ ଚାଟିବି। ବହେ ଚୁଷିବି ତମ ଦୁଧକୁ ଆଡେ ତମର କଣ ହେଇଯାଉଥିବ। ତମର କଣ ହବ ଟି ଭାଉଜ? ଆଉ ସେ କଥା କାଇଁ ପଡିଛି। ହଁ ତମ ଦୁଧକୁ ଚିପି ଚିପି କ୍ଷୀର ବାହାର କରିବାକୁ ଚେଷ୍ଟା କରିବି। ଯଦି ତ ବାହାରିଲା ଭଲ। ଯଦି ନ ବାହାରିଲା ତାପରେ ତମ ପେଟକୁ କିସ୍ କରିବି। ତମ ପେଟକୁ କିସ୍ କରି ସାରିଲା ପରେ ଆସିବି ତମ ପ୍ୟାଣ୍ଟି ପାଖକୁ। ସେଠି ଏଠି କଣ ହବ? ହଁ ତମ ପ୍ୟାଣ୍ଟି ଉପରେ ବହୁତ ଜୋରରେ ଲିକ୍ କରିବି ଜାଣିଲ। ହୁଁ ପ୍ୟାଣ୍ଟି ଉପରେ ଲିକ୍ କରି କରି ତମ ପ୍ୟାଣ୍ଟି ଟାକୁ ପୁରା ଓଦା କରିଦେବି। ତମ ପ୍ୟାଣ୍ଟି ଟା ଆଚ୍ଛା ଯେତେବେଳେ ପୁରା ଓଦା ତାପରେ? ହେଇ ହଁ ତମ ପ୍ୟାଣ୍ଟି ଟା ଯେତେବେଳେ ଓଦା ହେଇଯିବ ନା ତାପରେ ସେ ପ୍ୟାଣ୍ଟି ଟାକୁ କାଢି ତମ ବିହାକୁ ଜୋର ଜୋରରେ ଚାଟିବି। ତମ ହୁଁ ବିହାକୁ ଚାଟି ଚାଟି ତମ ବିହରୁ ପୁରା ପାଣି ବାହାର କରିଦେବି। ତମେ ଖାଲି କହୁଥିବ ରୁହ ରୁହ ସେମିତି କରନି ମୋର କଣ ହେଇଯାଉଛି। ମୁଁ ଜମା ତମ କଥା ନ ଶୁଣିକି ତମ ବିହାକୁ ଜୋର ଜୋରରେ ଚାଟି ଚାଲିବି। ଚାଟି 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 ତମକୁ ପୁରା ମୁତେଇ ଦେବି ତମ ବିହାକୁ। ତମ ବିହା ପୁରା ନାଲି ପଡିଯିବ। ଆଉ ଭାଉଜ ତମେ କଣ କରିବ? ମୁଁ ତ ଫାଷ୍ଟ ତମ ନଲିକୁ ବାହାର କରି ବହୁତ ଜୋରେ ହଲେଇବି। ଆଉ ହୁଁ ଯାହା ଫଳରେ ସେଟା ଠିଆ ହେଇଯିବ। ଆଉ ତାପରେ ତାକୁ ପୁରା ଚାଟି ଚିଟି ନାଲି ପକେଇଦେବି। ଆଉ ଖାଲି ଚାଟିବ ଆଉ କିଛି କରିବନି? ଆଉ ତ ହଲେଇଦେବି। ଆଉ ଭାଉଜ ଗିହି ପାରିଲେ ସମ୍ଭାଳି ପାରିବଟି ତମେ? ହଁ ହଁ ମୁଁ ପାରିବି। ଭାଉଜ ମୁଁ ଗିହିବି ମାନେ ପୁରା ନନଷ୍ଟପ ବିହା ଫିଆ ପୁରା ମେଲେଇ ଦେବି ବିହା ତମର। ଏମିତି କଥା। ହଁ ବିହା ମେଲେଇ ମେଲେଇ ପୁରା ବିହା ନାଲି ପଡିଯିବ। ହ୍ୟାଲୋ। ତାପରେ ଆଉ ସବୁ? ଆଉ ତମେ ଭାଉଜ ଗିହା ସମ୍ଭାଳି ପାରିବଟି? ହଁ ମୁଁ ପାରିବି ମୋର ତ ଏମିତିରେ ବହୁତ ଥର ଇଚ୍ଛା ହେଇଛି ଏମିତି କରିବାକୁ। ହେଲେ ଭାଇ ଥାଆନ୍ତି ବୋଲି ମୁଁ କିଛି କହିପାରିନି। ଆଉ ବି ଗୋଟେ କଥା କାଳେ ତମେ ସମ୍ଭାଳିବ ହେଲେ ମୁଁ ଜାଣିନଥିଲି ତମର ବି ଏମିତି ଇଚ୍ଛା ଅଛି ବୋଲି। ଭାଉଜ ମୋର ତ ତମ ଉପରେ କେବେଠୁ ଇଚ୍ଛା ଅଛି। ସତ କଥା ଯୋଉ ମନେ ଅଛି ଥରେ ଯାଇଥିଲି ଭାଇଙ୍କ ସହ ହଁ ହଁ। ସେଥରକ ତମ ଯୋଉ ମତେ ଜୁସ୍ ଦେଲା ବେଳେ ତମ ଦୁଧ ତକ ଦେଖି ଭାଉଜ ସତ କଥା ମୁଁ ପୁରା ବେହୋସ ହେଇଯାଇଥିଲି। ମୁଁ କହିଲି ମାନେ କି ଦୁଧ ତମର ମୋର ତମକୁ ସତ କଥା କହୁଛି ଭାଉଜ ଗିହିବାକୁ ମୋର ଭାରି ଇଚ୍ଛା। କାହିଁକି ନା ମୋର ସବୁବେଳେ ଇଚ୍ଛା ଥାଏ ଯେ ତମ ବିହାକୁ କେମିତି ବହେ ଚାଟନ୍ତି। କାହିଁକି କହିଲ ତମର ସେ ଯୋଉ ବଡ ବଡ ଗାଣ୍ଡି ଆଉ ଛାତ ଉପରେ ତମର ଯୋଉ ପ୍ୟାଣ୍ଟି ଶୁଖିଥିଲା ମୁଁ ଯେବେ ଦେଖିଲି ନା ଭାଉଜ ସେବେଠୁ ମୋର ତମ ଉପରେ ଭାରି ଲୋଭ। ହେଲେ ମୋର କହିବାକୁ କେବେ ସାହସ ପାଏନି। ଜାଣିଲ ଭାଉଜ। ହୁଁ। ବିହା ଚାଟିବାକୁ କିନ୍ତୁ ମୋର ଭାରି ଇଚ୍ଛା। ଭାଉଜ। ଆଜି ତାହେଲେ ଆସିବ? ହଁ ହଁ ମୁଁ ଯାଉଛି ବାହାରିବି ଆଉ ଗୋଟେ କଥା ଭାଉଜ ବହେ ଦୁଧକୁ ଚିପିବି ଆଉ ନିର୍ଧୁମ ଆଜି ତମକୁ ଗିହିବି। ମାନେ ଗିହିଁ ଗିହିଁ ଦେଖିବ ତମ ବିହା ଯଦି ମେଲା ନ କରିଦେଇଛି ଭାଇ ମାନେ ଏଇ ଭଳିଆ ଭିଡିଓ ଆଗକୁ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ।